ହଜି ଯାଇଥିବା ମାଆକୁ ଖୋଜୁଛି ନାବାଳକ ପୁଅ। 1 ମାସ ହେଲା ଘରୁ କେଉଁଆଡ଼େ ଚାଲିଯାଇଛି ମା। ଗତ କିଛି ବର୍ଷ ତଳୁ ବାପ ଛାଡ଼ିଦେଇ ଅନ୍ୟତ୍ର ରହୁଥିବା ବେଳେ ଏବେ ମା ଚାଲିଯିବାରୁ ଦୁଇ ଛୁଆ ହୋଇପଡ଼ିଛନ୍ତି ଅସହାୟ। ଭାଇ ଭଉଣୀ ଦୁହେଁ ଚାହିଁ ରହିଛନ୍ତି ମାର ଫେରିବା ବାଟକୁ। ପୁରୀ ଜିଲ୍ଲା ଡେଲାଙ୍ଗ ନିକଟସ୍ଥ ଏକ ଗାଁରୁ ରାଜଧାନୀ ଚାଲି ଆସିଥିଲେ ମାଆକୁ ଖୋଜିବା ପାଇଁ। ଗାଁର କେହି ଜଣେ ତାଙ୍କ ମାଆକୁ ଭୁବନେଶ୍ୱର କ୍ଲବ ଆଗରେ ରାସ୍ତାରେ ଦେଖିଥିବାର କହିବାରୁ ତୁରନ୍ତ ଆସିଥିଲେ ଭୁବନେଶ୍ୱର। ହେଲେ ମାଆକୁ ସେଠାରେ ପାଇନାହିଁ। ନିରାଶ ହୋଇ ଜୟଦେବ ଭବନ ସାମ୍ନାରେ ବୁଲୁଥିବା ବେଳେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର କିଛି ସଦସ୍ୟ ତାଙ୍କୁ ଦେଖି ଘଟଣା କ'ଣ ପଚାରିଥିଲେ। ସମସ୍ତ କଥା ଶୁଣି ନାବାଳକକୁ ଆମ ସଂଘ କାର୍ଯ୍ୟାଳୟକୁ ସାଙ୍ଗରେ ନେଇ ଆସିଥିଲେ। ଶୁଣନ୍ତୁ ପିଲାଟି କ'ଣ କହୁଛି। ମୋ ନାଁ ଅଫରୋଜ ମହମ୍ମଦ। ମୋ ପୁରୀ ଡେଲାଙ୍ଗ, ଗାଁ ନା ଗୁଆଚୌକା, ହାଟ ଡେଲାଙ୍ଗ ଗୁଆଚୌକା। ମୁଁ ପାଠ ପଢ଼ିବା ଛାଡ଼ି ଦେଇଛି ଆଜ୍ଞା। କାମ କରୁଥିଲି, ବୋଉ ହଜିଯାଇଛନ୍ତି କରିକି କାମ 2 ମାସରୁ ଛାଡ଼ି ଦେଇଛି ଆଜ୍ଞା। 2-3 ମାସ ହେବ ଛାଡ଼ି ଦେଇଛି ଆଜ୍ଞା। ବୋଉକୁ ଖୋଜୁଛି, ମାସେ ହେଲାଣି ବୋଉ ହଲିଲେଣି। ଗୁଆଚୌକାରୁ ସେ ରହନ୍ତି, ଘରୁ ରହନ୍ତି, ପଳେଇ ଯାଆନ୍ତି, ପୁଣି ପଳେଇଆନ୍ତି। ସେମିତି ଏମିତି ଏଇଥରକୁ ଯାଇଛନ୍ତି କୁଆଡ଼େ, ମାସେ ହେଇଗଲାଣି ଆଉ ପାଉନି। ବାବା କ'ଣ କରନ୍ତି ତମର? ବାବା ଛାଡ଼ି ଦେଇଛନ୍ତି ଆଜ୍ଞା। ବାବା ଅଛନ୍ତି ନା ନାହାନ୍ତି? ଛାଡ଼ି ଦେଇଛନ୍ତି, ଅଛନ୍ତି ହେଲେ ଆମକୁ ଦୂରରେ ରହିଛନ୍ତି। ଆଜ୍ଞା। ଆଚ୍ଛା, ମମି କ'ଣ କରନ୍ତି? ମମି ତ ନା ହଜିଯାଇଛନ୍ତି, ମୁଣ୍ଡ ଟିକେ ହାଫ୍ ବେଣ୍ଟାର ଭଳିଆ ଖରାପ ଟିକେ ଆଜ୍ଞା। ମାନେ ତମ ମମିଙ୍କର ଟିକେ ଅସୁବିଧା ଅଛି? ଆଜ୍ଞା। ଆଚ୍ଛା, କେତେ ଦିନ ହେଇଗଲାଣି ଆଜିକୁ ଝିଅ? ଆଜିକୁ ମାସେ ହେଇଯିବ। 1 ମାସ ହେଇଯିବ ହଜିଲାଣି? ଆଜ୍ଞା। ଆଚ୍ଛା, ଥାନାରେ ଏଫଆଇଆର କି ଦେଇଥିଲ? ଆଜ୍ଞା, ଡେଲାଙ୍ଗ ଥାନାରେ ଏଫଆଇଆର ଦେଇଛୁ। ଡେଲାଙ୍ଗ ଥାନା ବାଲା କହିଲେ କି ଆଉ ତମ ଖୋଜ, ଯେଉଁଠି ଅସୁବିଧା ସୁବିଧା କି କେଉଁଠି କିଏ ହେଲା ଆମକୁ କହିବ, ଆମେ ସାହାଯ୍ୟ କରିବା। ଆମେ କହିଲେ ଆପଣଙ୍କ ଯେଉଁଠି ଡିପାର୍ଟମେଣ୍ଟ ଅଛି ଆପଣ ସେଇଠି ପଠାଇ ଦିଅନ୍ତୁ। ସେ କିଛି କହିଲେନି ଆମକୁ। ମୁଁ ଏଠି ଭୁବନେଶ୍ୱର, ଆମ ଗାଁର ଗୋଟେ ଭାଇ, ସେ ଗୋଟେ ଭୁବନେଶ୍ୱର କଲା। ଭୁବନେଶ୍ୱର ଆମର ଯେଉଁ କ୍ଲବ୍ ଅଛି ସେଇଠି ଥିବେ। ମୁଁ ଦେଖିଥିଲି, ମୁଁ କହିଲି କ'ଣ ଦେଖିଥିଲ, କଲ୍ କଲେନି ନା? ଯାହା ଦେଖିବୁ ସେଇଠି ମାସେରୁ 15-10 ଦିନ ମୁଁ ଆସିଲା ଦେଖିଲା ବେଳକୁ ନାହାନ୍ତି ତ। ମୁଁ ସେଇଟା ଆଜି ଖୋଜୁଥିଲି ଭୁବନେଶ୍ୱର କ୍ଲବ୍ରେ। ଆଚ୍ଛା, ଆଗରୁ ଏମିତି କେତେଥର? ଆଜ୍ଞା, 2-3 ଥର ପଳେଇଛନ୍ତି। କୋଉଠୁ ପାଇଲ? ଭୁବନେଶ୍ୱରରୁ ଗୋଟେ, ଆମର କଟକରୁ ଗୋଟେ ଥର ପାଇଛୁ, କଟକରୁ। ଆଉ ଗୋଟେ ଥର ପୁରୀ ଷ୍ଟେସନରୁ ପାଇଛୁ ଆଜ୍ଞା। ଆଉ ଗୋଟେ ପୁରୀ ଘୋଡ଼ା ବଜାର, ପୁରୀ କଲେଜ ଲାଇନ୍, ତାପରେ ଆମର ପୁରୀ ସମୁଦ୍ରରେ। ପୁରୀ 3 ଥର ଯାଇଛନ୍ତି, ଇଆଡ଼େ 4 ଥର। ମୁଁ ଆପଣମାନଙ୍କୁ ନିର୍ବନ୍ଧ କରୁଛି, ସେଇଠି ମୋ ବୋଉ ଯେଉଁଠି ଅଛନ୍ତି ଦେଖିଲେ ମୋତେ ଏଇ ନମ୍ବର କଲ୍ କରିବେ। ମା ନିଖୋଜ ହେବା ପରେ ଡେଲାଙ୍ଗ ଥାନାରେ ଜଣାଇଛନ୍ତି। ତେବେ ମାନସିକ ବିକୃତି ଥିବା ହେତୁ ଆଗରୁ ମଧ୍ୟ ଏପରି ବହୁବାର ଘର ଛାଡ଼ି ଚାଲିଯାଇଥିଲେ ତାଙ୍କ ମା। ସାମାଜିକ ଗଣମାଧ୍ୟମରେ ଖବର ପ୍ରସାରିତ ହେଲେ ନିଶ୍ଚୟ କେହି ନା କେହି ନିଖୋଜ ମହିଳାଙ୍କ ଖବର ଦେଇପାରିବେ ବୋଲି ଆମେ ଆଶା କରୁଛୁ। ବ୍ୟୁରୋ ରିପୋର୍ଟ, ରେନବୋ ମିଡିଆ। नमस्कार, गोटे गुरुत्वपूर्ण सूचना समस्त को दवापाई आम चाहबू। बर्तमान आप देखुं मो सहित जो सान भाई जड़े अच्छा बयस 15 वर्ष पाखापाखि 1 मास तले माँ कुआड़े चली जाइए, मिसिंग अच्छा एवं सीधा सड़क से 1 मंथ होगा 1 मास है डेलांग अंचल थाना केस यही भितर बहुत आड़े खोजाखोजी कर सारे माँ को एवं से पाऊना एवं आज ओडिशा डिजिटल मीडिया महासंघ पाखक आसिकी पहुँची। तो आम आपन को एक कथा कहूँ चाहूँ, माँ को बर्तमान पुओ खोजुची। माँ का ना जे रही मुनि बीबी संसद बीबी जे रही टे मानसिक विकृत अच्छी। आगु 2-3 थर एमती भी से निखोज थे, भुवनेश्वर रेलवे स्टेशन और अनेक जगह एमती खोजला पाई पुणी थे से 1 मास है बर्तमान निखोज अच्छा। तो आम समस्त को अनुरोध करने चाहबू जो मैंने भी वीडियो देखुं केमिति माँ को जदि आप खबर पाती ताल निश्चित तले जो नंबर रही से नंबर आप कंटाक्ट करेंगे और सीधा सड़क आमको जोगाजोग करेंगे। आंकर जो पुओ जी रही बापा भी अनेक दिन है नहांती एवं माँ को सहित बहुत दुख कष्ट ये चलुले। बर्तमान माँ को खोजी खोजी पूरा हताश हो भुवनेश्वर गोटे संपर्कीय जे संपर्कीय अच्छा से बंधु घरे रोच। किंतु आम एति कहूँ चाहूँ जो मैंने भी वीडियो देखुं पुरी डेलांग अंचल जो माँ मिसिंग रही हुए तो भुवनेश्वर कटक पाखापाखि एरिया रे थी पारती जो
ମାଙ୍କର ବର୍ଣ୍ଣ ଗୋରା ରହିଛି ଏବଂ ମାନସିକ ବିକୃତ ଅଛନ୍ତି, ପାଖାପାଖି ତାଙ୍କର ବୟସ 30 ବର୍ଷ ହେବ ଏବଂ ତାଙ୍କର ଆଡ୍ରେସ୍ ରହିଛି ପିପିଲି ଡେଲାଙ୍ଗ, ହାଟ ଡେଲାଙ୍ଗ, ଗୁଆ ଛକ ବୋଲି ରହିଛି, ଗୁଆ ଚୌକା ବୋଲି ଗୋଟେ ଯେଉଁ ଗାଁ ରହିଛି ସେଇ ଗାଁରେ ସେ ରହୁଥିଲେ ଏବଂ ସେଇଠୁ ହିଁ ସେ ମିସିଂ ରହିଛନ୍ତି। ଏବଂ ସମସ୍ତଙ୍କୁ ଅନୁରୋଧ କରିବୁ, ବିନମ୍ର ଅନୁରୋଧ କରିବୁ, ଯେଉଁମାନେ ବି ତାଙ୍କର ଏଇ ଖବରକୁ ପାଇବେ ତ ସଙ୍ଗେ ସଙ୍ଗେ ଆମକୁ ହଉ କି ତଳେ ଯେଉଁ ନମ୍ବର ଦିଆଯାଇଛି ସେ ନମ୍ବରରେ କଣ୍ଟାକ୍ଟ କରିବେ ଏବଂ ତାଙ୍କ ପୁଅ ମଧ୍ୟ ଅଛନ୍ତି, ଆମେ ତାଙ୍କ ସହିତ ବି କଥା ହେବା। ଆଜ୍ଞା, ମୋ ନାଁ ହେଲା ଅଫରୋଜ ମହମ୍ମଦ। ମୋ ବୋଉଙ୍କୁ ଆଜି ମାସେ ହେଲାଣି ଆଜି ସେ କୁଆଡ଼େ ହଜିଯାଇଛନ୍ତି, ତାଙ୍କର ଟିକେ ମୁଣ୍ଡ ପାଗଳ ମୁଣ୍ଡ ଆଜ୍ଞା, ସେ ସେଇଠି କୁଆଡ଼େ ହଜିଯାଇଛନ୍ତି। ତାଙ୍କୁ ଖୋଜି ଖୋଜି ଆଜି ମୁଁ ଭୁବନେଶ୍ୱର ବ୍ଲକ୍ ପାଖକୁ ଆସିଥିଲି ଆଜ୍ଞା, ସେଇଠୁ ଖୋଜି ଖୋଜି ପାଇଲିନି, ମିଡ଼ିଆ ସାହାଯ୍ୟ ଧରିକି ଆଜ୍ଞା ଆପଣଙ୍କୁ ମୁଁ ଅନୁରୋଧ କରୁଛି ମୋ ବୋଉ ଯେଉଁଠି ଅଛନ୍ତି ତାଙ୍କୁ ଦେଖିକି ଆଜ୍ଞା ତଳେ ଯେଉଁ ନମ୍ବରଟା ଅଛି ସେଇ